ଆଜିର ପୃଥିବୀରେ ଅଭାବ ରହିଛି ବାସ୍ତବ ପ୍ରେମର। ସେଥିର କାରଣ କ'ଣ ଜାଣନ୍ତି? ସମସ୍ତେ ସ୍ୱାର୍ଥ ପଛରେ ଦୌଡ଼ୁଛନ୍ତି, କେବଳ ନିଜର ସୁବିଧା ଓ ଲାଭ ଚାହୁଁଛନ୍ତି। ସ୍ୱାର୍ଥ କୈନ୍ଦ୍ରିକ ଜୀବନ ବାସ୍ତବ ପ୍ରେମକୁ ଅଣଦେଖା କରି ଚାଲିଛି। ଆଜିର ଆମ ଏହି କ୍ଷୁଦ୍ର ନାଟକରେ ପ୍ରକାଶ କରିବାକୁ ଚାହୁଁଛୁ ପିତାଙ୍କର ବାସ୍ତବ ପ୍ରେମ। सोनिया ए सोनिया अरे सोनिया कुआडे गलु हाँ बोमा डाकुले बा अरे कौन करतलु केते डाकिलेनी तते सुबोनी बड़मा मु रोसे करथिली रोसे रे कौन करतलु रोसे तो सरी गलानी पुଣି तू करूथलु कोन सानो बाबू आछन तो आपण जाननांती ताकर मटन कसा होची आ चिंगुड़ी कोनतनी बा कौन कौन रोसे हो ताला पे कहला विश्वास करिवेनी आ सेति मु तासे साहाଯ୍य करथिला साहाଯ୍य करतलु केते बळु के कबाड़ बाडैलेनी सेने तते सुबा जाउनी जा दे के कबाड़ बाडुची मां बड़ा बसिले सोनिया अरे सोनिया बाबू को पानी आनी के दे अरे मिता कौन है काहे केमती विरक्त हो बुझिल खाई पी कि ना विश्राम नबा लोक मां को जेते बेले देख रोसे घरे पसी रहउछन काई जानिछ सानू आछि तो बाबू को केते बेले कलिजा कसा भलो लागुची सरू चकड़ी पुणी भेंडी मसला पुणी आउ कोन जानो चाहारे मोटा सर बाबू को दरकार अच्छा ठीक अच्छे गल मो पई कपे चा आनिब जाओ भात तो खाइबे टाइम रे तुमको पुणी चा दरकार पड़ची आ टिके नहीं आस चा टिके पी दवा कथा बिल्कुल भुलाऊ बुझिल 5 वर्ष धरि के बाबा मांकर जो अवस्था होतला ता पर तमे भूली गलनी किछि भूलिनी मिता भूलिनी से दिन जो दिन बापा मां सहित झगड़ा करी निजर संपत्ति मागी घर छाड़ी चली गला आ मां देह खराब है मास धरी से खटरे पड़ी रही आ काले मां मन दुख कर कांदुथिबे तमे ताको पाखे पाखे रहिलो किछि भूलिनी मिता किंतु मो मन रे गोटे प्रश्न से सानो को आसिला परे ता प्रति तांकर एते प्रेम काहेकि मु किछि बुझी पारुनी आउ रहे तो कोन सानू आसला परे हठात जेमती आमे माने पर हे गेलो पढ़ नुहे तो आउ कौन तुमको किसी अखाड़ुआ लगुनि कि माने कौन कहबाकू चाहछ माने कौन कहबाकू चाहूची तुमको किसी जना पड़ुनि कि मु कहबाकू चाहूची आमर पुणी घर फेरिबाटा देख मु तुमको आघात देवाकू चाहूनी किंतु मते लागुची बड़ भाई आ दीदी आमर पुणी घर फेरिबाटा नहीं कि से माने खुशी नुहंती देखुन सबु बेले बापा माँ सहित कथा कथारे चिचिर होचंती आ सत कहूची मते सब कथा बहुत कष्ट दउची मते किसी भलो लागुनी ओहो माने मु बुझुची तुम कथा किंतु कौन करवा कहल ए कोविड-19 समय जतबेले सारा पृथ्वी अनेक लोकंकर बिजनेस खराब हो गला आमर भी से समान सिचुएशन आम पाखे किसी उपाय नथिला आउ गोटे ही उपाय थिला घर को फेरिबाटा आ जानिच आमे घर को फेरिबा परे बापा मां को मुहरे केते आनंद आसीछि ना हाँ सेटा सत कथा हाँ साना बाबू चाहा जानिले साना बाबू आपण सिना छाड़ी पळेले हेले बापा मां
କେତେ ଛଟପଟ ହଉଥିଲେ ମୁଁ ନିଜ ଆଖି ଦେଖି ସାନ ବାବୁ। ହଁ ସତତା କହିବି ସାନ ବାବୁ, ବଡ଼ ଭାଇ ବଡ଼ ବୋଉ ବାପା ମାଙ୍କର ବହୁତ ଯତ୍ନ କରିଛନ୍ତି, ବହୁତ ସେବା ବି କରିଛନ୍ତି। ସତ କହିଲ ସନ୍ୟା ଭାଇ। ଆଚ୍ଛା ମୋତେ ଗୋଟେ କଥା କହିଲ, ମୁଁ ଆସି କିଛି ଭୁଲ କରିନି ତ? ମାନେ ଏ ଘରେ ଥିବା ଶାନ୍ତି ଆନନ୍ଦକୁ ଆଉ ଥରେ ଭାଙ୍ଗି ଦେଇନି ତ? ନା ସାନ ବାବୁ, ଏପରି କଥା କୁହନ୍ତୁନି। ଆପଣ ଆସି ବହୁତ ଭଲ କରିଛନ୍ତି, ବହୁତ ଭଲ କରିଛନ୍ତି ସାନ ବାବୁ। ଜାଣିଛ ଆମ ସାନୁ ଫେରିଲା ପରଠୁ ନା ଏ ଅଶାନ୍ତ ମନଟା ମୋର ଶାନ୍ତ ହେଇଯାଇଛି। ଆଉ ତମେ ଜାଣିଛ ରାତିରେ ମୋ ନିଦ ବଟିକା ଖାଉ, ମୋର ସେମିତି ବଢିଆ ନିଦ ହେଇଯାଉଛି। ସତରେ ସାନୁ ଫେରିବାଠୁ ଆମ ଘର ପୁରା ଶାନ୍ତିରେ ପରିପୂର୍ଣ୍ଣ ହେଇଯାଇଛି। ଆଉ ମୋର ହଜିଲା ଆନନ୍ଦ ମୋ କୋଳକୁ ପୁଣି ଥରେ ଫେରି ଆସିଛି। ମୋର ଅପସରି ଯାଇଥିବା ଶାନ୍ତି ଓ ଆନନ୍ଦ ପୁଣି ଥରେ ମୋର ପରିବାରକୁ ପରିପୂର୍ଣ୍ଣ କରିଦେଇଛି। ତାହା କେବଳ ସେ ପରମେଶ୍ୱରଙ୍କ ଦ୍ୱାରା ସମ୍ଭବପର ହୋଇଛି। ପ୍ରଭୁଙ୍କ ନାମ ଧନ୍ୟ ହଉ। ପ୍ରଭୁଙ୍କ ମହାନାମର ଧନ୍ୟବାଦ ହଉ। ଠିକ କଥା କହିଲ। ଆଚ୍ଛା କପେ ଚାହା ମିଳିବ କି? ତମର ତ ଖାଲି ସବୁବେଳେ ଚାହା ଚାହା। ଆଚ୍ଛା ହଉ ଠିକ ଅଛି। ହଉ ଠିକ ଅଛି ବ୍ୟସ୍ତ ହଉ, ମୁଁ ଯାଉଛି ତମେ ଚାହା ବନେଇକି। ଆଚ୍ଛା ଶୁଣ, ବଡ ପୁଅକୁ ଦେଖାହେଲେ କହିବ ବାବା ଡାକୁଥିଲେ ବୋଲି। ହଉ ଠିକ ଅଛି। ବାପା ଡାକୁଥିଲ କି? ହଁ ମୁଁ କଣ କହୁଥିଲି କି, ମୋ ସାନ ଭାଇ ସାନୁ ଆଉ ବହୁତ ଦିନ ପରେ ଘରକୁ ଫେରିଲା। ଆଉ ମୁଁ ଦେଖୁ ତାର ଯିବା ଆସିବା କରିବା ପାଇଁ ଗାଡିଟିଏ ନାହିଁ। ମୁଁ ଭାବୁଛି ତା ପାଇଁ ଗୋଟେ ମୋଟର ସାଇକେଲ ଟେ କରିଦେଲେ ସେ ଭାରି ଖୁସି ହୁଅନ୍ତା। ତୁ ଗୋଟେ କାମ କର, ଏ ମୋ ପାଖରେ ATM କାର୍ଡଟା ଅଛି, ଆଉ ତାକୁ ନେଇଯା, ତା ପାଇଁ ଗୋଟେ ଭଲ ଗାଡିଟେ ଗୋଟେ ନେଇ ଆସିବୁ ନେ। ବହୁତ ହେଇଗଲା ବାବା, ବହୁତ ହେଇଗଲା। କେବେ ତ ମତେ କହିନ ଯା ତୋ ପାଇଁ ଗୋଟେ ନୂଆ ମୋଟର ସାଇକେଲ କିଣି ଆଣିବୁ। ତୋ ମୋଟର ସାଇକେଲ ପୁରୁଣା ହେଇଗଲାଣି। ସେ କୁଳାଙ୍ଗର ପୁଅ ତୁମ ବିଶ୍ୱାସରେ ବିଷ ଦେଲା, ତାର ସବୁ ସମ୍ପତ୍ତି ତା ସାଙ୍ଗ ଦୋସ୍ତିରେ ଉଡେଇ ଦେଲା। ଆଉ ଆଜି ସେ ଘରକୁ ଆସିଗଲା ପରେ ତା ପ୍ରତି ଏତେ ପ୍ରେମ। ଆଉ ଆମେ ଯୋଉ ଦୀର୍ଘ ବର୍ଷ ଆପଣଙ୍କର ସେବା କଲୁ ତାହା କଣ ତୁମେ ଭୁଲିଗଲ? ଏହା ମୋ ପ୍ରତି ଅନ୍ୟାୟ ବାପା, ଏହା ମୋ ପ୍ରତି ଅନ୍ୟାୟ। କଣ କହୁଛୁ ରେ ପୁଅ ତୁ? ଆଜି ତୁ ଯଦି ତା ଜାଗାରେ ଥାନ୍ତୁ, ତତେ କଣ ଆମେ ଛାଡି ଦେଇଥାନ୍ତୁ? ସେ ପୁରା ତ ସାନ ଭାଇ। ନା ନା ମା, ମୋ ପ୍ରତି ତୁମେ ଅନ୍ୟାୟ କରୁଛ। କଣ କହୁଛୁ ତୁ? ତୋ ପ୍ରତି ମୁଁ ଅନ୍ୟାୟ କରୁଛି? ଆରେ ତୁ ବା ମୋର ବଡ ପୁଅ, ତୋ ପ୍ରତି ମୁଁ ଅନ୍ୟାୟ କରିପାରିବି? ଆରେ ମୋର ସମ୍ପତ୍ତି ଯାହା, ସବୁ ସମ୍ପତ୍ତିର ମାଲିକ ତୁ। ତୁ ଯେତେବେଳେ ଯାହା ଚାହିଁବୁ ତାହା ତୁ କରିପାରିବୁ। ଆଉ ମୁଁ କଣ କହୁଛି, ତୋ ପ୍ରତି ମୁଁ ଅନ୍ୟାୟ କରୁଛି? ମୁଁ ତୋ ପ୍ରତି କଣ ଅନ୍ୟାୟ କରିପାରିବି? ଥାଉ ଥାଉ, ସେ କୁଳାଙ୍କର ଦୁଷ୍ଟ ପୁଅ ଆସିଗଲା ପରେ ତମମାନଙ୍କ ପ୍ରେମ ଦେଖି ମୁଁ ଜାଣିପାରୁଛି ତମେ ମାନେ ମୋ ପ୍ରତି ଅନ୍ୟାୟ କରୁଛ। ହଁ ମୁଁ ବାରମ୍ବାର କହିବି ତୁମେ ମୋ ପ୍ରତି ଅନ୍ୟାୟ କରୁଛ, ଅନ୍ୟାୟ କରୁଛ। କଣ ସେ କହୁଛି ଦେଖିଲ? ତା ପ୍ରତି ମୁଁ ଅନ୍ୟାୟ କରିପାରିବି? ତାକୁ ଟିକେ ବୁଝଉନ କାହିଁକି? ତା ପ୍ରତି ମୁଁ ଅନ୍ୟାୟ କରିପାରିବି? ସେ ବା ମୋର। କଣ ହେଲା ବସ। ଆରେ ସନିଆ, ସାନୁ ଜଲ୍ଦି ଆସ, ବାବାଙ୍କର କଣ ହେଇଗଲା? ବୁଝିଲ, ଆଜି ଘର ସଫା କଲା ବେଳକୁ ମୁଁ ବାପାଙ୍କ ଟ୍ରଙ୍କରୁ ଏ ଏନଭଲପଟା ପାଇଲି। ଦେଖିଲ ଏଥିରେ କଣ ଲେଖା ହେଇଛି? ସ୍ନେହର ସାନୁ, କେଉଁଠି ଅଛୁ? କେମିତି ଅଛୁ? ଜାଣିନି କେବେ ଆଉ ଦେଖା ହବ। ତୁ ଘର ଛାଡିଲା ପରେ ଆମେ ବାପା ମା ଦୁହେଁ ରୋଗରେ ବିଛଣା ଧରିଲୁ। କେତେ ଛଟପଟ ହେଲୁ ଚିନ୍ତାରେ। ତୋ ଭାଇ ହିଁ ଦେଖିଛି। ତୋ ଭାଇ ଓ ଭାଉଜ ନଥିଲେ ବୋଧେ ଆଜିକୁ 5 ବର୍ଷ ହେଲା ଆମେ ଆଉ ବଞ୍ଚି ନଥାନ୍ତୁ। ଏ ମହାମାରୀ ସମୟରେ କାଳେ ଆମର କଣ ହୋଇଯିବ। ତୁ କେବେ ଘରକୁ ପୁଣି ଫେରିବୁ କି ନ ଫେରିବୁ, ଏହା ଭାବି ବଡ ଭାଇ ନାଁରେ ମୁଁ ସବୁ ସମ୍ପତ୍ତି କରିଦେଇଛି। ହେଲେ ଯଦି ତୁ କେବେ ଫେରୁ, ତେବେ ମୋର ଗୋଟିଏ ଅନୁରୋଧ, ତୋର ଭାଇ ଯେ ମୋର ପାଳିତ ପୁଅ, ତାହା ତୁ ସବୁଦିନ ପାଇଁ ଗୁପ୍ତ ରଖିବୁ। ମୁଁ ଚାଲିଗଲା ପରେ ଭାଇକୁ ହିଁ ବାପା ବୋଲି ଭାବି ନେବୁ। ତୁ ଯେଉଁଠି ଥା, ଭଲରେ ଥା।
तो कथा कौन हैला बहुत मने पड़ुछि आशीर्वाद नेबु बापा तुमको भलो लागुची तो हाँ बर्तमान मु ठीक ठाक अच्छे अरे कोन है अरे कौन है कहीं कांचु तू ଆମକୁ କ୍ଷମା କରିଦିଅ ବାପା ଆମକୁ କ୍ଷମା କରିଦିଅ अरे उठ उठ कौन है तोर कौन है कौन है कौन है कहीं कांदु कहीं कौन है ବାପା ଏତେ ବଡ଼ ସତ କଥା ମୋତେ ଲୁଚେଇ ରଖିଥିଲ ମୁଁ ଯେ ତୁମର ନିଜ ପୁଅ ନୁହଁ ଏକ ପାଳିତ ପୁଅ ତାହାକୁ ତୁମେ ମୋତେ ଲୁଚେଇ ରଖିଥିଲ କାହିଁ ମୋତେ ତ କୌଣସି ଅଭାବ ରଖିନ ସାନକୁ ଯେପରି ଭଲ ପାଅ ମୋତେ ବି ସେପରି ଭଲ ପାଅ ବଡ଼ ପୁଅର ଅଧିକାର ଦେଲ ପୁଣି ତମର ସମସ୍ତ ସମ୍ପତ୍ତିର ଅଧିକାର ମୋ ନାଁରେ ନା ବାପା ନା ସେଥିପାଇଁ ମୁଁ ଅଯୋଗ୍ୟ क्षमा कर बापा ना क्षमा ना पुरागर तुम पुरागर ମୁଁ ପିତାଙ୍କ ପ୍ରେମ ବୁଝିପାରି ନଥିଲି ଅନେକ ଦୋଷକୁ ଛାଡ଼ି ହଜି ଯାଇଥିବା ଗୋଟେ ଗଛରେ ପଛରେ କାଢି ଗଲେ ଯାହା ମୁଁ ଜାଣିପାରୁଛି ବାପା ସେ ଆମକୁ ଛୋଟବେଳେ ବାପକୁ କୁହନ୍ତି ଆମ ବାପ ପାଇଁ ପ୍ରାଣ ଦେବାକୁ ସେ ତାଙ୍କ ଏକମାତ୍ର ପୁତ୍ରକୁ ଦେବେ କିନ୍ତୁ ମୋ ଭଳି କିଛି ଆତ୍ମଧାର୍ମିକ ପାଇଁ ଆଜି ଅନେକ ପୁଅମାନେ ପାଠପଢ଼ା ହେଇ ଘରକୁ ଫେରି ପାରୁନାହାନ୍ତି ओहो जा हला बहुत भल है ईश्वर जहा करती प्राणीर मंगल पाई करती आज ना मो बहुत आनंदित आज दिन मो पाई चिर स्मरणीय रहिबो तू सीना ईश्वर को जानी पारिलु ईश्वर को प्रेम को अनुभव करि पारिलु तू जानिचु आज एक अनेक लोक माने ईश्वर को प्रेम को बुझी पारि नाहंती अनेक लोक माने आज ईश्वर निकट को आसीबा परिवर्ते अनेक दूरे जाउछंती किंतु प्रभु जीशु ख्रीष्ट आमान को निमंते क्रूसर हत होई आपनार बहुमूल्य जीवन दे तांको पुत्र कन्या हेबार आमान को अधिकार देले आमे माने तांकर पुत्र कन्या नथिलु से तांकर पुत्र कन्या हेबार अधिकार आमान को देले पिला माने सम्मुख को आस आज तुमको गोटे बड़ दिन उपहार देवा चाहे बहुत बड़ उपहार देवा चाहे से ख्रीष्टन को प्रेम हेतु आज दुई पुओ आज मो पाखे अच्छा पिता प्रेम आज दुई पुत्र को मो पाख को नहीं आसी ईश्वर प्रेम हेतु आज आम मैंने समस्ते एकत्र हो पारिछु पिला माने तुमर मन अच्छे से पिला दिन कथा कौन बापा जो बड़ दिन गीत गाई तुम जो सुंदर भाव में बड़ दिन जीशु राजा को जन्म दिन जीशु राजा को जन्म दिन गुहार कुंडरे जीशु जीशुकर गुहार कुंडरे जीशु जीशुकर कराजे दर्शन बड़ दिन जीशु राजा को जन्म दिन
ଆରେ ବଡ଼ ଦିନ ଯୀଶୁ ରାଜାଙ୍କ ଜନ୍ମଦିନ। ଆଉ ରୋଦନ ନାହିଁ, ଆନନ୍ଦର ଦିନରେ ଆମେ ଆନନ୍ଦ କରିବା। ଆମର ସନିଆଟା କୁଆଡେ ଗଲା? ଆରେ ସନିଆ କୁଆଡେ ଗଲୁ ମୋ କେକଟା ନେଇକି ଆ ତ। ହଁ ମୁଁ ଆସୁଛି। ହଁ ଜଲ୍ଦି ଆ ଜଲ୍ଦି ଆ ଜଲ୍ଦି ଆ। ବଡ଼ାବୁ ସନିଆ ହଁ ବାବା ବହୁତ ବହୁତ ଧନ୍ୟବାଦ। ସନିଆ ଭାଇ ବାବୁ ହଁ ମା ଓ ମା ବାବା ଭେରି ଗୁଡ୍। ସମସ୍ତେ ହସ ଖୁସିରେ ଖାଉଛନ୍ତି, ମତେ କିଏ ଖୁଆଇବ? କିଏ ଖୁଆଇବନି? ଆମ ଚିନ୍ତାଧାରା ଭିନ୍ନ ଭିନ୍ନ ହୋଇପାରେ। ଆମେ ପରସ୍ପରକୁ ସହଜରେ ଗ୍ରହଣ କରିପାରି ନଥାଉ, କାରଣ ଆମେ ଅନ୍ୟଠାରୁ ନିଜକୁ ଉତ୍ତମ ଶ୍ରେଷ୍ଠ ବୋଲି ଭାବିଥାଉ। ନିଜ ମାପକାଠିରେ ନିଜକୁ ମାପିବା ଆରମ୍ଭ କରିଦେଉ। ସେଇଥିପାଇଁ ତ ପିତାଙ୍କ ବାସ୍ତବ ପ୍ରେମକୁ ବୁଝିପାରି ନଥାଉ। ପିତା କିନ୍ତୁ ନିସ୍ୱାର୍ଥପର ଭାବେ ସମସ୍ତଙ୍କୁ ସମାନ ପ୍ରେମ କରନ୍ତି। ତାଙ୍କଠାରେ ମୁଖାପେକ୍ଷା ନଥାଏ। ଆଜି କ'ଣ ଆମେ ପିତାଙ୍କ ପ୍ରେମକୁ ବୁଝିପାରିଛୁ କି?